वाह। मातृरत्नावली पार्ट 3 धम्मपदर टीका। आज अछि बुद्ध ଯାହାଙ୍କର ବିଜୟକୁ କେହି କଦାପି ଅତିକ୍ରମ କରି ଯାଇ ନାହାନ୍ତି, କେହି ଯାହାଙ୍କର ବିଜୟର କଦାପି ସମକକ୍ଷ ହୋଇ ନାହାନ୍ତି, ତାଙ୍କ ପାଖରେ ଯାଇ ପହଞ୍ଚିବା ଲାଗି ପୁଣି ଏକ ମାର୍ଗ କେଉଁଠି ଅଛି? ସିଏ ହେଉଛନ୍ତି ସକଳ ମାର୍ଗର ଅତୀତ, ସିଏ ଅନନ୍ତ ନିବାସୀ ବୁଦ୍ଧ। ଯେଉଁ ବ୍ୟକ୍ତିର ଲୋଭ ନାହିଁ କି ବାସନା ନାହିଁ, ତାକୁ ପୁଣି କିପରି ବିପଥଗାମୀ କରିହେବ? ଯିଏ ସକଳ ପଥର ଅତୀତ, ତାଙ୍କ ପାଖରେ ଯାଇ ପହଞ୍ଚିବା ଲାଗି ପଥ କେଉଁଠୁ ଆସିବ? ସେହି ଅନନ୍ତ ନିବାସୀ ବୁଦ୍ଧଙ୍କ ପାଖକୁ ଯିବା ଲାଗି ପଥ ପୁଣି କେଉଁଠୁ ଆସିବ? ଯେଉଁ ମୁନି ମାନଙ୍କର ଜୀବନ ଧ୍ୟାନଗତ ହୋଇ ରହିଛି, ତ୍ୟାଗ ଏବଂ ନିକାଞ୍ଚନତା ମଧ୍ୟରେ ଯେଉଁ ବୁଦ୍ଧ ଏବଂ ସଦା ସତର୍କ ବ୍ୟକ୍ତିମାନେ ଆନନ୍ଦର ସହିତ ବାସ କରୁଛନ୍ତି, ଦେବତା ମାନେ ମଧ୍ୟ ସେହି ମୁନି ମାନଙ୍କୁ ଈର୍ଷା କରିଥାନ୍ତି। ମନୁଷ୍ୟ ଜନ୍ମର ଅଧିକାର ପାଇବା ଅବଶ୍ୟ କଷ୍ଟକର। ଏହି ମରଣଶୀଳ ଜୀବନଟିକୁ ବଞ୍ଚିବା ମଧ୍ୟ କଷ୍ଟକର। ସଧର୍ମର ଉପଦେଶ ଗୁଡ଼ିକୁ ଶ୍ରବଣ କରିବାର ସୌଭାଗ୍ୟ ଲାଭ କରିବା ମଧ୍ୟ କଷ୍ଟକର। ଏବଂ ଏହି ସଂସାରରେ ବୁଦ୍ଧ ମାନଙ୍କର ଆବିର୍ଭାବ ଘଟିବା ମଧ୍ୟ କଷ୍ଟକର। ମନ୍ଦରୁ ନିବୃତ୍ତ ରହିବ, ଭଲର ଅନୁଶୀଳନ କରିବ ଏବଂ ଆପଣାର ମନକୁ ଶୁଦ୍ଧ ରଖିବ। ଏହା ହିଁ ହେଉଛି ବୁଦ୍ଧ ମାନଙ୍କର ଶିକ୍ଷା। ଯେତେ ପ୍ରକାରର ବୈରାଗ୍ୟ ସାଧନା ରହିଛି, ତନ୍ମଧ୍ୟରେ ଧୈର୍ଯ୍ୟ ଶ୍ରେଷ୍ଠତମ। ସବୁ ସ୍ଥିତି ମଧ୍ୟରେ ନିର୍ବାଣର ସ୍ଥିତି ସର୍ବୋତ୍ତମ। ବୁଦ୍ଧ ମାନେ ସେଇ କଥା କହି ଯାଇଛନ୍ତି। ଯିଏ ଅନ୍ୟମାନଙ୍କର ଅନିଷ୍ଟ କରେ, ସେ କଦାପି ସନ୍ନ୍ୟାସୀ ନୁହେଁ। ଯିଏ ଅନ୍ୟମାନଙ୍କର ଉତ୍ପୀଡ଼ନ କରେ, ତାହାକୁ କଦାପି ଜଣେ ଯଥାର୍ଥ ବୈରାଗୀ ବୋଲି କୁହାଯାଇ ପାରିବ ନାହିଁ। କାହାରି ଅପମାନ କରିବ ନାହିଁ, କାହାରି ଅନିଷ୍ଟ କରିବ ନାହିଁ, ସଧର୍ମର ବିଧାନଟି ଅନୁସାରେ ସାଧନାର ଅଭ୍ୟାସ କରିବ, ମିତାହାରୀ ହେବ, ଏକାନ୍ତରେ ବାସ କରିବ ଏବଂ ଆପଣାକୁ ଉଚ୍ଚତର ଚେତନାଟି ମଧ୍ୟରେ ନିମଜ୍ଜିତ କରି ରଖିଥିବ। ବୁଦ୍ଧ ଗଣ ଆମକୁ ଏହି ଶିକ୍ଷା ଦେଇ ଯାଇଛନ୍ତି। ସୁବର୍ଣ୍ଣର ବର୍ଷା ହେଲେ ମଧ୍ୟ ବାସନାର ତୃଷା ତଥାପି ମେଣ୍ଟିବ ନାହିଁ, କାରଣ ସେହି ତୃଷା କଦାପି ମେଣ୍ଟିବାର ହିଁ ନୁହେଁ। ସେହି ତୃଷ୍ଣା ହେଉଛି ସବୁ ଦୁଃଖର ମୂଳ। ମୁନି ଏହି କଥାଟିକୁ ଭଲ କରି ଜାଣିଥାଏ। ସ୍ୱର୍ଗର ସୁଖ ସମ୍ଭୋଗ ମାନେ ବି ଜଣେ ମୁନିକୁ ସ୍ୱାଦହୀନ ଲାଗିଥାଏ। ଯିଏ ବୁଦ୍ଧଙ୍କର ଶିଷ୍ୟ, ସିଏ କେବଳ ଯାବତୀୟ ବାସନାର ନିର୍ବାପନରେ ହିଁ ଆନନ୍ଦ ଲାଭ କରିଥାଏ। ଭୟ ଦ୍ୱାରା ତାଡ଼ିତ ହୋଇ ଲୋକମାନେ ନାନା ସ୍ଥାନରେ ଆଶ୍ରୟ ଲୋଡ଼ି ଯାଆନ୍ତି। କିଏ ପର୍ବତକୁ ପଳାଏ, କିଏ ଜଙ୍ଗଲକୁ ଚାଲିଯାଏ, କିଏ ବୃକ୍ଷ ତୋଟା ଏବଂ ଆଉ କିଏ ଦେବାଳୟକୁ ମଧ୍ୟ ଯାଇଥାଏ। ମାତ୍ର ଏପରି କରିବା ଦ୍ୱାରା କଦାପି ନିରାପଦ ଆଶ୍ରୟ ମିଳେ ନାହିଁ। ଏହି ଆଶ୍ରୟ କଦାପି ସର୍ବୋଚ୍ଚ ଆଶ୍ରୟ ନୁହେଁ। ଏହି ସବୁ ସ୍ଥାନକୁ ଆଶ୍ରୟ ନେବାକୁ ଆସି କୌଣସି ବ୍ୟକ୍ତି ତାର ଦୁଃଖ ଗୁଡ଼ିକରୁ ନିଷ୍କୃତି ପାଇପାରେ ନାହିଁ। ପରିପୂର୍ଣ୍ଣ ଜ୍ଞାନବତ୍ତାର ସହିତ ଯେଉଁ ବ୍ୟକ୍ତି ବୁଦ୍ଧ, ଧମ୍ମ ଏବଂ ସଂଘର ଆଶ୍ରୟ ଗ୍ରହଣ କରେ, କେବଳ ସେହି ଚତୁର୍ବିଧ ଆର୍ଯ୍ୟ ସତ୍ୟର ଦର୍ଶନ ଲାଭ କରିଥାଏ। ସେହି ଚାରୋଟି ସତ୍ୟ ହେଉଛି ଦୁଃଖ, ଦୁଃଖର ନିଦାନ, ଦୁଃଖର ନିରାକରଣ ଏବଂ ସେହି ନିରାକରଣର କାରଣ ରୂପେ ଉତ୍ତମ ଅଷ୍ଟଧା ମାର୍ଗ। ପ୍ରକୃତରେ ଏହା ହିଁ ହେଉଛି ନିଶ୍ଚିତ ଆଶ୍ରୟ। ଏହା ହିଁ ସର୍ବଶ୍ରେଷ୍ଠ ଆଶ୍ରୟ। ଯିଏ ଏହି ଆଶ୍ରୟଟିକୁ ଗ୍ରହଣ କରେ, କେବଳ ସେହି ସକଳ ଦୁଃଖ ଭୋଗରୁ ମୁକ୍ତ ହୁଏ। ଜଣେ ବୁଦ୍ଧଙ୍କର ସାକ୍ଷାତ ଲାଭ କରିବା କଷ୍ଟକର। ସବୁ ସ୍ଥାନରେ କଦାପି ବୁଦ୍ଧଙ୍କର ଜନ୍ମ ହୁଏ ନାହିଁ ଏବଂ ଯେଉଁଠାରେ ଏଭଳି ଜଣେ ମୁନି ଜନ୍ମ ଲାଭ କରନ୍ତି, ତଦ୍ୱାରା ତାଙ୍କ ଚତୁର୍ଦିଗରେ ରହିଥିବା ସମସ୍ତେ ବି ସୁଖରେ ବାସ କରନ୍ତି। ବୁଦ୍ଧ ଗଣଙ୍କର ଜନ୍ମ ଲାଭ ସୁଖଦାୟକ। ସଧର୍ମର ଶିକ୍ଷା ଗୁଡ଼ିକ ସୁଖଦାୟକ। ସଂଘର ସୌମ୍ୟ ଅବସ୍ଥା ସୁଖଦାୟକ। ଯେଉଁମାନେ ଏଗୁଡ଼ିକରେ ଏକତ୍ୱ ସୂତ୍ରରେ ବାନ୍ଧି ହୋଇ ରହିଛନ୍ତି, ସେମାନଙ୍କର ସାଧନା ସୁଖଦାୟକ। ବୁଦ୍ଧ ହୁଅନ୍ତୁ ବା ତାଙ୍କର ଶିଷ୍ୟ ବର୍ଗ ହୁଅନ୍ତୁ, ଯେଉଁମାନେ ସମ୍ମାନର ଯୋଗ୍ୟ, ସେମାନଙ୍କୁ ଯେଉଁମାନେ ସମ୍ମାନ ଦେଖାନ୍ତି, ସେମାନେ ଲାଭ କରୁଥିବା ପୁଣ୍ୟର କଳନା ନାହିଁ। ଯେଉଁମାନେ ସକଳ ବାସନା ଓ ପ୍ରମାଦରୁ ମୁକ୍ତ ହୋଇ ଆସିଛନ୍ତି, ଯେଉଁମାନେ ସକଳ ପ୍ରତିବନ୍ଧକକୁ ପାର ହୋଇ ଯାଇଛନ୍ତି ଏବଂ ଦୁଃଖ ଓ ଶୋକର ସେପାଖକୁ ଅତିକ୍ରମ କରି ଯାଇଛନ୍ତି,
ସେମାନଙ୍କୁ ଯେଉଁମାନେ ସମ୍ମାନ କରନ୍ତି ସେମାନେ ଲାଭ କରୁଥିବା ପୁଣ୍ୟର ପ୍ରକୃତରେ କୌଣସି କଳନା ନାହିଁ। ମା କହୁଛନ୍ତି ଏଠାରେ ଚାରୋଟି ଯାକ ଆର୍ଯ୍ୟ ସତ୍ୟ ଏବଂ ଦୁଃଖର ଉପଶମ କରାଉଥିବା ଅଷ୍ଟଧା ମାର୍ଗର କଥା କୁହାଯାଇଛି। ପାଠଟିରେ ବିସ୍ତୃତ ଭାବରେ ଏଇ ସବୁ କଥା କୁହାଯାଇଛି। କଣ? ଚାରୋଟି ଆର୍ଯ୍ୟ ସତ୍ୟ ହଉଛି କଣ କଣ? ଏକରେ ଏହି ଜୀବନ, ଏଠାରେ ସାଧାରଣ ଅର୍ଥରେ ଜୀବନର କଳ୍ପନା କରାଯାଇଛି। ଅଜ୍ଞାନ ଏବଂ ମିଥ୍ୟାମୟ ଜୀବନର କଳ୍ପନା। ଏଠି ଯୋଉ ଜୀବନ କଥା କୁହାହଉଛି ଏଥିରେ ପ୍ରାୟତଃ ଏଇ ଯୋଉ ଅର୍ଥରେ କହୁଛନ୍ତି ଆମେ ତ ସମସ୍ତେ ଜାଣିଛନ୍ତି। ଏଇ କହୁଛନ୍ତି ବର୍ତ୍ତମାନ ଯୋଉଟା ଅଜ୍ଞାନ ଯୁକ୍ତ ବା ମିଥ୍ୟାମୟ ଯୁଗରେ ଜୀବନ ଆମେ ଯାପନ କରୁଛୁ, ବାହାରର ବାହ୍ୟ ପ୍ରବୃତ୍ତି ବାହ୍ୟ ଆଚରଣରେ ଆମେ ବିଶ୍ୱାସ କରୁଛୁ, ଏଇଟା ଯୋଉଟା ଅଜ୍ଞାନମୟ ଜୀବନ। ଏହି ଜୀବନ ଅବିଚ୍ଛେଦ୍ୟ ଭାବରେ ଦୁଃଖ ସହିତ ଗୁନ୍ଥା ହୋଇ ରହିଛି। ଏହା ଶରୀର ତଥା ମନ ଉଭୟ ସ୍ତରରେ ଦୁଃଖ ସହିତ ଗୁନ୍ଥା ହୋଇ ରହିଛି। କାହିଁକିନା ବର୍ତ୍ତମାନ ବାହ୍ୟ ସ୍ତରରେ ବସବାସ କଲେ ସେଠି ସଂକୀର୍ଣ୍ଣ ମନ, ଜ୍ଞାନ ସୀମିତ, ବାହାରର ବର୍ତ୍ତମାନ ସୁଦ୍ଧା ଯେହେତୁ ରୂପାନ୍ତର ହେଇନାହିଁ, ତେଣୁ ଶରୀର ନଷ୍ଟ ହବ। ପ୍ରାଣର ଉତ୍ସାହ ରହିଛି, ପ୍ରାଣର ପ୍ରେରଣା ରହିଛି, ତା ସହିତ ନିରୁତ୍ସାହ ରହିଛି, ବିଷାଦ ରହିଛି। ତେଣୁ ଏ ସବୁ ଗୁଡିକ ରହିଛି ଯେତେବେଳେ, ତେଣୁ ଦୁଃଖ ନିଶ୍ଚୟ ରହିବ। ତେଣୁ ଏଇ ଜୀବନ ଦୁଃଖ। ଦ୍ୱିତୀୟରେ ବାସନା ବା ତୃଷ୍ଣା ହଉଛି ସେଇ ଦୁଃଖର କାରଣ। ଏଇ ଯୋଉଠି ଚାରୋଟି ସତ୍ୟ କଥା କହୁଛନ୍ତି, ଗୋଟିଏ କହିଲେ ଜୀବନ ଯୋଉଟା କି ଅଜ୍ଞାନମୟ ଜୀବନ। ଦ୍ୱିତୀୟରେ କହୁଛନ୍ତି ଏଇ ଯୋଉ ବାସନା ବା ତୃଷାର ବା ଦୁଃଖର କାରଣ ହଉଛି କଣ ନା ତୃଷ୍ଣା। ଯୋଉ ଏହି ବିଚ୍ଛିନ୍ନତା ଧର୍ମୀ ଜୀବନର ଅସଲ ସ୍ୱଭାବଟି ବିଷୟରେ ରହିଥିବା ଅଜ୍ଞାନ ହିଁ ତୃଷ୍ଣାର କାରଣ ହୋଇଥାଏ। ଆମେ ଯୋଉଗୁଡାକ ଆମ ପାଇଁ କୋଉଟା ଠିକ କୋଉଟା ଭୁଲ ଆମେ କିଛି ଜାଣୁ ବା ନ ଜାଣୁ, ଆମର ବାହ୍ୟ ଇନ୍ଦ୍ରିୟ କୁ ବା ଇନ୍ଦ୍ରିୟର ଲାଳସାକୁ ପରିପୂର୍ଣ୍ଣ କରିବା ପାଇଁ ଆମେ ଯୋଉ ପ୍ରଚେଷ୍ଟା କରୁ, ତାହାକୁ ହିଁ ବାସନା ବା ତୃଷ୍ଣା ଆମେ କହିଥାଉ। ଏବଂ ସେଇ ତୃଷ୍ଣା ହିଁ ହଉଛି ଦୁଃଖର କାରଣ। ଏବଂ ଏଇଟା ଗଲା ଦ୍ଵିତୀୟ ସତ୍ୟ। ତୃତୀୟ ସତ୍ୟ କଣ କହୁଛନ୍ତି? ଯେ ଦୁଃଖରୁ ନିଷ୍କୃତି ପାଇବା ପାଇଁ ମାତ୍ର ଗୋଟିଏ ହଉଛି ଉପାୟ, ସେଟା ହଉଛି କଣ? ଯନ୍ତ୍ରଣାର ଅନ୍ତ। ଯୋଉ ଯନ୍ତ୍ରଣା ଆମେ ପାଉଛୁ ତାର ଅନ୍ତ ହିଁ ହଉଛି କଣ ନା ଦୁଃଖରୁ ନିଷ୍କୃତି ପାଇବାର ଉପକରଣ ବା ନିରାକରଣର ଏହା ହିଁ ହଉଛି ଗୋଟେ ମାତ୍ର ବାଟ ବା ଉପାୟ। ଚତୁର୍ଥରେ କହୁଛନ୍ତି କଣଟା ସତ୍ୟ? ଇଏ ଗଲା ତିନିଟା ଯାକ ସତ୍ୟ। ଗୋଟେ ହଉଛି ଜୀବନ ହଉଛି ଦୁଃଖମୟ ବା ଅଜ୍ଞାନମୟ ଜୀବନ। ଦ୍ୱିତୀୟ ହଉଛି ଦୁଃଖର କାରଣ ହଉଛି ଅଜ୍ଞାନତା, ବାସନା, ତୃଷ୍ଣା। ଏବଂ ତୃତୀୟ ହଉଛି କଣ? ଦୁଃଖ ନିଷ୍କୃତି ପାଇଁ ଗୋଟେ ହଉଛି ମାତ୍ର ଉପାୟ, ତାର ଅନ୍ତ। ଯୋଉଟା କି ବର୍ତ୍ତମାନ ଆମେ ପୂର୍ଣ୍ଣ ଯୁଗରେ ଆମେ କହୁଛନ୍ତି ଯେ ତାର ରୂପାନ୍ତରକରଣ ହବ। ତେଣୁ ଅନ୍ତ ହିଁ ଏକମାତ୍ର ଉପାୟ ନୁହଁ, କିନ୍ତୁ ସେତେବେଳେ ତାଙ୍କ ପାଇଁ ଗୋଟେ ମାତ୍ର ଉପାୟ ଥିଲା ଯେ ଏଇ ଯନ୍ତ୍ରଣାର ଅନ୍ତ ହିଁ ହଉଛି ଦୁଃଖର ଅନ୍ତ। ଚତୁର୍ଥରେ ସେଥିପାଇଁ କହୁଛନ୍ତି ଆର୍ଯ୍ୟ ସତ୍ୟ କଣ ନା ଏଇ ସବୁଥିରୁ ମୁକ୍ତି ପାଇବା ପାଇଁ ଗୋଟିଏ ହଉଛି ମାର୍ଗ, ସେଟା ହଉଛି ଅଷ୍ଟଧା ମାର୍ଗ। ଅଷ୍ଟଧା ମାର୍ଗର ଶୃଙ୍ଖଳାଟିକୁ ଅଭ୍ୟାସ କରିବା ଦ୍ୱାରା ହିଁ ଏଇ ନିଷ୍କୃତି ସମ୍ଭବ ହୋଇଥାଏ। ଏଇ ମାର୍ଗଟା ଅଷ୍ଟଧା ମାର୍ଗ। କଣ କଣ 8ଟା ମାର୍ଗ ଆମେ ତାକୁ ଦେଖିବା। ସେଇ ଅଷ୍ଟଧା ମାର୍ଗରେ କଣ ହୁଏ ନା ମନ ଆମର ଅଜ୍ଞାନ ମଧ୍ୟରୁ ଶୁଦ୍ଧ ହୋଇ ବାହାରିକି ଆସେ ବା ଶୁଦ୍ଧ ହୋଇଯାଏ ଅଜ୍ଞାନ ମନ। ଏବଂ ଏଇ ଅଷ୍ଟାଙ୍ଗ ଯୋଉ ଏଇ ଅଷ୍ଟଧା ମାର୍ଗର ପ୍ରଣାଳୀଟି ହଉଛି ଚତୁର୍ଥ ସତ୍ୟ। ତାମାନେ କରଣୀୟ କଣ ବାଟ ବି କହିଦେଲି। ସେ କଣ କଣ ଅଷ୍ଟଧା ମାର୍ଗ? ଗୋଟେ ହଉଛି ଯଥାର୍ଥ ଦର୍ଶନ, ଆଉ ଗୋଟା ହଉଛି ଯଥାର୍ଥ ଅଭିପ୍ରାୟ ବା ଯଥାର୍ଥ ବାସନା। ତୃତୀୟ ହଉଛି କାହାକୁ କୌଣସି ଆଘାତ ଦବା ନାହିଁ ବା କାହାକୁ କୌଣସି ଆଘାତ ଦେଉନଥିବା ଯଥାର୍ଥ ବଚନ। 4ରେ କହିଲେ ଯଥାର୍ଥ ଆଚରଣ। 5ରେ କହୁଛନ୍ତି ଯଥାର୍ଥ ଜୀବନ ପ୍ରଣାଳୀ। 6ରେ କହୁଛନ୍ତି ଯଥାର୍ଥ ପ୍ରୟାସ। 7ରେ କହୁଛନ୍ତି ଯଥାର୍ଥ ସାବଧାନତା। 8ରେ ହଉଛି ଯଥାର୍ଥ ମନନ। ତେଣୁ ଏଇ ହଉଛି ଅଷ୍ଟଧା ମାର୍ଗ ଯୋଉଟା କି ଆମର ବୌଦ୍ଧ ଧର୍ମରେ ବର୍ଣ୍ଣନା କରାଯାଇଛି। ଯଥାର୍ଥ ଦର୍ଶନ, ଆମେ ଯୋଉଟା ବାହ୍ୟ ଆଖି ଯୋଉଟା ଦେଖୁଛି ବା ବାହ୍ୟ ଦୃଷ୍ଟିରେ ଆମେ ଯୋଉଟା ଦେଖୁଛନ୍ତି ସେଇଟା ଯେ ପ୍ରକୃତରେ ଯଥାର୍ଥ ଦର୍ଶନ ନୁହଁ। ତାକୁ ଶୁଦ୍ଧ ଭାବରେ କିପରି ଦେଖିବା, ନିର୍ଭୁଲ ଭାବରେ କିପରି ଦେଖିବା ଏବଂ ବସ୍ତୁଟି ପ୍ରକୃତରେ ଯାହା ତାର ଯୋଉ ପଶ୍ଚାତ ଭାଗରେ ଯୋଉ ସତ୍ୟ ରହିଛି ତାକୁ ଦର୍ଶନ କରିବା, ଏଇଟା ହଉଛି ଯଥାର୍ଥ ଦର୍ଶନ। ସେଥିପାଇଁ ଆମ ଜୀବନର 3ଟି ଅବସ୍ଥାର ଆମେ ଲକ୍ଷଣ ଦେଖି ବୁଝିବା। ଗୋଟେ ଆମେ ଦୁଃଖ ପାଉ, ଯୋଉଟା କି
आम सेटा प्रकृत क्षणस्थायी थाए किंतु आम से भितर बुड़ी रही जाऊ। आउ गोटे हूँ कौन पे निर्दिष्ट आत्मकेन्द्र अभाव धम्मपदरे एहीपरि कुआଯାଇଛି। धम्मपदरे एहीपरि कुआଯାଇଛି मात्र ताहा प्रकृତରେ ठीक सेहीपरि नुहे। आमे एहाकु बरं मनमय भूमिटीर समग्रता उपर एक निर्दिष्ट दीर्घस्थायी एवं स्वतंत्र व्यक्तिर अभाव बोली कहि परिबा। एई ठीक एही कारण ही उदाहरण स्वरूप गोटे हूँ कौन आमे हमर अतीत जन्म गुड़िक आदौ स्मरण करि पारनु। एटा सत कथा काହାର मन रहउची एवं आपणार समुदाय जाबतीय जीवनटी मध्य एक सचेतन अविच्छिन्नता रही बोधटी को आम लाभ करूँ। कहीं अनेक समय आम देखुचु जे आमर यही जो जीवन रे अनेक कारण रही बेले बेले मोर किसी कार्य मु करना किंतु दुख पाऊँची। तेणु यही सब जिनस आम भितर एक द्वंद्वात्मक स्थिति आनी रखी थाए एवं आम जीवन जे प्रकृति अतीतर कौन घटना नहीं कि रोचे एवं यही जन्मर कर्मफल जे कौन रोचे ए विषय आम संदेहान। तेणु आम केतेक व्यक्ति केवल ये जीवन टाक ही शेष यहीटा ही सत्य बोली ग्रहण करती। तेणु ये वर्णना हूँ कौन यहाँ हूँ यथार्थ दर्शन अभाव। ये जो आमर यथार्थ दर्शन भितर जो कथाटे माँ आमको आउटे स्पष्ट कर दूसरी जोटा आम कथा होते तार सारांश भाया जे आमर कर्म आम यही जीवन टाक गोटे एपिसोड जोटा को आम साधारणतः आलोचना करूँ आम जानी कहीं आम अतीतर कथा आमर किसी मन ना एवं आ परे भी कौन हम मन ना कहीं मन रही तार जदि आम कारण को जीवा बुझीबा तार कारण हूँ अत्यंत स्पष्ट जे मन रखिब किए से मन तो मन जिते बड़े आम शरीर त्याग करुँ मन जाकि विश्व मन रे मिसी जाऊँ जो विश्व मन रे मिसी गला तेणु सी गला कौन टा आ तो किसी ना कोटा एक्चुअली जोटा कि कंटेंट ए जन्म रु आर जन्म को जाए से ज्ञान आमर कहारी ना। तेणु आम यही जो जन्म पर जन्म आमर जो गतिशील हे आसुची आमे जड़रू केमिति हेचु बा मो गत जन्मर मोर चेतनार स्थिति कौन थिला ता पूर्वरु मो मनुष्य जन्म गत जन्म थिला कि नथिला मनुष्य जन्म जदि थिला चेतनार को स्थिति रे थिली वर्तमान चेतनार केते अग्रगति हेलानी मु केते अग्रगति करूची परमंग आडकू एई जो अविच्छिन्नता भाव आम भितर आसी नाही जे एई जोटा आसी नाही एईटा होचे यथार्थ दृष्टिकोणर बा यथार्थ दर्शनर अभाव। मां सेटा कहउचंती जे आपणार समुदाय जाबतीय जीवनटी मध्यरे एक सचेतन अविच्छिन्नता रहिथिबार बोधटी को आमे लाभ करि पारु ना। तापरे आमे एई यथार्थ दर्शन एवं जीवन कथा भी जदि देखिबा आम जीवनर इवन एई जीवनर पावच्छरे आमे केबे मने रखुचु कि जे गत एई किछि दिन भितरे मो भितरे कौन कौन भावना आसीथिला आपण जदि ताकू टिके अत्यंत गभीरतार सहित एवं ताकू कहबा आमे अति सीरियसनेस हेकरी आपण मने रखिबे जे आपण कौन कल्पना करूछंती कौन भाबुचंती। सेति पई प्राय समय मामू बारंबार कहते तुम डायरी भी लिखि दो था डायरी टी लेख माने सकाळ उठिली खाइली पीली सेटा डायरी नुह डायरी आपणकर कौन भाविले कौन कल्पना कले ताकू ऐड करि परिबे एवं स्वप्न रे आपण जदि स्वप्न रे काम करिया को चाहुतिबे तेबे आपण जागृत अवस्था रे जेमति सचेतन रहिबाटा जरूरी सेमति स्वप्न रे आपण कौन कौन आसिला आपण ताकू जदि डायरी मेंटेन करिवे देखिबे जे जहा भावना और कल्पना आमर थिला सेईटा स्वप्न रे केमति रूप ग्रहण करिछि जेतो स्वप्न विषय डिस्कशन हेछि सेतबे श्रीराम दाउरी माने बहुत प्रांजल भाव में कही किंतु ता भीतर जदि आमे टिके टिके खाली आलोचना करबा एभली भाव देखिबा जे जो मानकर जागृत अवस्था रे जो जो चिंता चेतना जो जो भावना रे से माने थांती ताहा कौन हुए ना तांकर अवचेतना भितर से उडाक जाइके रही जाए रही गला परे ताको अवचेतना भितर रहू बा सुरक्षित हेकि संरक्षित हेकि बा आमे जाउथिले बाटरे गोटे घटना मते चली गला सेटा को टिके आखि पळे जाइतिला से भी रही गला ये सब रही गला जेते बेले कोनोसी गोटे कथा को नै कि मु जेते मुंड रे भाबुची बा देखिथिली ये सब मिसी करी जेते सोउची
ସେଇଟା କଣ ହଉଛି, ସେ ଗୋଟେ ଡ୍ରାମାଟାଇଜ କରିକି ଗୋଟେ ପୁରା ଏକାଙ୍କିକାଟେ ମୋ ଭିତରେ ଚାଲୁଛି, ଏବଂ ସେଇ ଯୋଉ ଏକାଙ୍କିକାଟି ଚାଲୁଛି ସେଇଟା ମତେ ସ୍ୱପ୍ନ ଆକାରରେ ଦେଖାଯାଏ। ଏବେ ଅନେକ ସମୟରେ ଅନେକ ଲୋକ କୁହନ୍ତି ଯେ ମତେ, ଏବେ ଯେମିତି ମାମୁଙ୍କର ଶରୀର ତ୍ୟାଗ ହେଲା, ମାମୁଁ ଯେତେବେଳେ ଶରୀର କହୁଛି ମାମୁଁ ଆସୁଛନ୍ତି ମତେ ସ୍ୱପ୍ନରେ ଦେଖା ଯାଉଛନ୍ତି, ବା ମୁଁ ଦେଖୁଛି ଏ କରୁଛି ସେ କରୁଛି, ତାହା ଭିନ୍ନ ଭିନ୍ନ ଅବସ୍ଥାରେ ହେଇପାରେ। ହୁଏତ, ହଁ, କେମିତି ଆପଣ ଦେଖିପାରିବେ? ଆପଣ ଯଦି ସିଏ ଯୋଉ ଜଗତରେ ଅଛନ୍ତି, ଆପଣ ଯଦି ସେ ଜଗତକୁ ଗଲେ, ଯାଇପାରିଲେ, ତାହେଲେ ଆପଣ ଦେଖିପାରିବେ। ଏବଂ ସେ ଜଗତକୁ ଯାଇକିରି ଦେଖିବା, ଏମିତି କଣ ବାହାରର ଯେମିତି ଅ ଯୋଉ କହନ୍ତି ନା ଫୋଟକା ଭଳିଆ, ସେମିତି ହବ ନାହିଁ। ସେ ଏକ ଗୋଟେ ଦୃଢ ଦୃଷ୍ଟିକୋଣ ରହିବ। ଏବଂ ଆମେ ଯେମିତି ବର୍ତ୍ତମାନ ଏଇଠି ଫିଜିକାଲି ଆମେ ଦେଖୁଛୁ ଗୋଟେ ଜିନିଷକୁ, ଗୋଟେ ବସ୍ତୁକୁ ଦେଖୁଛୁ, ଯିଏ ତାଙ୍କ ଜଗତକୁ ଯାଇକି ତାଙ୍କ ସହିତ ଭେଟ ହେଇଥିବ, ସିଏ ତାକୁ ସେଇଭଳିଆ ତାଙ୍କୁ ଦେଖିବ। ସେଠି ଆଉ ଧୁନ୍ଦୁଲା ଅବସ୍ଥା ଆସିବନି। ଆଉ ଅନେକ ଗୁଡେ କଣ ହଉଛି, ଆମେ ଭାବୁଛୁ, ଆମେ ତାଙ୍କ ବିଷୟରେ ଚିନ୍ତା କଲୁ ବା କଳ୍ପନା କଲୁ, ତାକୁ କଣ ହୁଏ ନା ସିଏ ଗୋଟେ ଡ୍ରାମାଟାଇଜ ରୂପ ହୁଏ। ଏବଂ ସେଇ ଡ୍ରାମାଟାଇଜ ରୂପରେ ଆମେ ସ୍ୱପ୍ନ ଦେଖିଲେ ଆମର ଭାବନାଟା ଏକାଙ୍କିକାର ରୂପ ନେଇଛି। ତାକୁ ଆମେ ଭାବୁଛେ ମାମୁଁ ସତରେ ଆସିଥିଲେ ଏବଂ ମତେ ଏହା କହିଲେ, ବା ମତେ ମୁଁ ଦେଖିଲି ଏୟା। ଇଏ ଏଇଟା ମୁଁ ଦିଟା କଥା କହୁଛି, କିନ୍ତୁ ଆ ବାଦ ବି ଆହୁରି ଅନେକ ଅନ୍ୟାନ୍ୟ ସତ୍ୟ ବି ରହିଛି, ଅନ୍ୟାନ୍ୟ ସତ୍ୟ ବି ରହିଛି। କିନ୍ତୁ ଗୋଟେ ହଉଛି କଥା, ଅ ମନ କଣ କରେ, ଜାଗ୍ରତ ଅବସ୍ଥାରେ ଆମର ଯାହା ଥାଏ ତାକୁ ପ୍ରାୟତଃ ଡ୍ରାମାଟାଇଜ କରେ। ଏବଂ ସେଇ ଯୋଉ ଡ୍ରାମାଟାଇଜ ଟା, ଏମିତି ସେ ଏତେ ସୁନ୍ଦର ଭାବରେ ସେ ଏକାଙ୍କିକାଟି ତିଆରି କରେ ଯେ, ସେଥିରେ ବେଳେ ବେଳେ ଯୋଉ ଯୋଉ କ୍ୟାରେକ୍ଟର ଆମେ ଭାବିଥିଲୁ, ସେଇ ସେଇ କ୍ୟାରେକ୍ଟର ର ଚିତ୍ର ଦେଖା ଯାଇପାରେ, କିମ୍ବା ସେଇ କଥାବସ୍ତୁ ରହିକିରି ଅନ୍ୟ କ୍ୟାରେକ୍ଟର ବି ଆସିପାରେ। ତେଣୁ ଜୀବନର ଇଏ ଯେମିତି ଆମେ ମନେ ରଖି ପାରୁନୁ ଯେ 5 ବର୍ଷ ତଳେ ମୁଁ କଣ ଭାବିଥିଲି। 5 ବର୍ଷ କଥା କଣ ବା, 5 ଦିନ ତଳେ ମୁଁ କାହାର ଗୋଟେ କୋଉ ଗୋଟେ କଥାକୁ ନେଇକି କଣ ଗୋଟେ ବିଚାର କରିଛି, ଜଜମେଣ୍ଟ ଦେଇ ଦେଇଛି, ଏବଂ ମୁଁ ଯଦି ସେ ଜାଗାରେ ଥାନ୍ତି ଏମିତି କରିନଥାନ୍ତି, ସେମିତି କରିଥାନ୍ତି, ଏଇ ଯୋଉ ଜଜମେଣ୍ଟ ଦେଇଛି ତାକୁ ବି ମୁଁ ମନେ ରଖି ପାରୁନି। ତାକୁ ଯଦି ମନେ ରଖିବେ, ଆପଣ ଦେଖିବେ ଆପଣଙ୍କର ବର୍ତ୍ତମାନ କର୍ମର କାରଣ ବି ସେଇ ଗୋଟିକ। ଗତ କିଛି ଦିନ ତଳେ ବା ମାସେ ତଳେ କି ବର୍ଷେ ତଳେ ଆପଣ ଯାହା ଭାବିଥିଲେ, ଯାହା କଳ୍ପନା କରିଥିଲେ, ତାହା ଯେ ଏବେ ବି ଗୋଟେ ରୂପ ନେଇଛି, ଆପଣ ଜୀବନରେ ଘଟଣାଟେ ଘଟୁଛି, ଏଇଟା ବି ଆମର ମନେ ରହୁନି। ତେଣୁ ଜୀବନଟାକୁ ପୁରା ଭାବରେ ଦର୍ଶନ କରିବା ଆମର ହଉନାହିଁ। ତେଣୁ ଯଥାର୍ଥ ଦର୍ଶନ ଲାଭ କରିବାକୁ ଏଠି ଯୋଉ ଅଷ୍ଟ କଣ ଆମର ଅଷ୍ଟଧା ମାର୍ଗ କଥା କୁହାଯାଉଛି, ଏଥିରେ ସେଇ ଯଥାର୍ଥ ଦର୍ଶନ କଥା ଯୋଉଟା କହୁଛନ୍ତି, ମା ତାକୁ ଏଇଭଳି ଭାବରେ ବର୍ଣ୍ଣନା କରିଛନ୍ତି। ମା କହୁଛନ୍ତି, ତେଣୁ ବ୍ୟକ୍ତିଗତ ଚେତନା କ୍ଷେତ୍ରରେ ଆଦୌ କୌଣସି ଅବିଚ୍ଛିନ୍ନତା ନାହିଁ, ସେଇ କଥାଟିକୁ ଆମେ ଦେଖିବାକୁ ପାଇବା। ବସ୍ତୁ ମାତ୍ରକେ ସବୁ କିଛି ଯେ ଅତି କ୍ଷଣସ୍ଥାୟୀ ଏବଂ ଅବିଚ୍ଛିନ୍ନତା ଯୁକ୍ତ ବୋଲି, ଏଗୁଡାକ ଆମେ ଯଥାର୍ଥ ଦର୍ଶନରେ ଆମେ ଦେଖିବାକୁ ପାଇବା ବୋଲି ସେ କହୁଛନ୍ତି। ତାପରେ ଦ୍ଵିତୀୟରେ କହିଲେ ଯଥାର୍ଥ ଅଭିପ୍ରାୟ ବା ଯଥାର୍ଥ ବାସନା। ଏଠି ଯଥାର୍ଥ ବାସନା ବୋଲି ଆଉ ମା ଲେଖୁଛନ୍ତି, ଯଥାର୍ଥ ବାସନା କହିଲେ ସିଏ ଆଦୌ ଉଚିତ ହଉନି, ସେ କଣ ଶବ୍ଦଟାକୁ ବ୍ୟବହାର କରିବା। ମା ଲେଖୁଛନ୍ତି ସେଇ ଗୋଟିଏ ଶବ୍ଦ ବାସନାକୁ ବ୍ୟବହାର କରିବା ଆଦୌ ଉଚିତ ହୁଏନି, କାରଣ ଆମ ଭିତରେ ଯେ ଆଦୌ କୌଣସି ବାସନା ରହିବା ଉଚିତ ନୁହେଁ, ଟିକେ ଆଗରୁ ଆମକୁ ସେ କଥା କୁହାଯାଇଛି। ତେଣୁ ଏହାକୁ ଆମେ ବରଂ କହିବା ଯଥାର୍ଥ ଆକାଂକ୍ଷା। ଏଠି ଯୋଉ ଅଷ୍ଟଧା ମାର୍ଗର ଯୋଉ ଯଥାର୍ଥ ବାସନା କହୁଛନ୍ତି, ତାକୁ ଆମେ ବାସନା ନ କହିକି ଆମେ କହିବା ଯଥାର୍ଥ ଆକାଂକ୍ଷା। କାହିଁକି ନା ବାସନା ସ୍ଥାନରେ ଆକାଂକ୍ଷା ଟା ଟିକେ ଅଧିକ ଶୁଦ୍ଧ ଶବ୍ଦ ଆମକୁ ବ୍ୟବହାର ଲାଗିବ। କାହିଁକି ନା ଆମେ ବାରମ୍ବାର ଆସକ୍ତିରୁ ମୁକ୍ତ କଥା କହୁଛନ୍ତି, କାମନା ବାସନାରୁ ମୁକ୍ତ କଥା କହୁଛନ୍ତି। ତେଣୁ ତା ଭିତରେ ପୁଣି ଯଥାର୍ଥ ବାସନା କଣ? ସେଟା ହଉଛି ଆମର ଆକାଂକ୍ଷା। ତାମାନେ ଆମେ କଣ ହବା ପାଇଁ ଚାହୁଁଛୁ। ଏଠି ବାସନା ହଉଛି ବାହାରର ମୋର ଇନ୍ଦ୍ରିୟ କାମନା, ଇନ୍ଦ୍ରିୟ ତୃପ୍ତି। ଇନ୍ଦ୍ରିୟ ତୃପ୍ତିକୁ ଆମେ ପ୍ରାୟତଃ କାମନା ବାସନା ବୋଲି ବ୍ୟକ୍ତ କରିଥାଉ ଭାବରେ।
ମା କହୁଛନ୍ତି ସକଳ ଆସକ୍ତିରୁ ମୁକ୍ତ ହୋଇ ରହିବା ଏବଂ ଅସ୍ତିତ୍ୱରେ ରହିଥିବା ଯାବତୀୟ ବସ୍ତୁ ପ୍ରତି ସଦୟ ଭାବନା ମାନ ପୋଷଣ କରିବା। ସତତ ହିଁ ସଦୟତାର ଏକ ସ୍ଥିତିରେ ହିଁ ଜୀବନ ବଞ୍ଚିବା, ସମସ୍ତଙ୍କ ଲାଗି ସର୍ବୋତ୍ତମର ଇଚ୍ଛା ରଖିବା, ସର୍ବଦା ହିଁ ସେହିପରି ଇଚ୍ଛା ରଖିବା। ତିନିରେ କହୁଛନ୍ତି କାହାକୁ କୌଣସି ଆଘାତ ଦେଉନଥିବା ଯଥାର୍ଥ ବଚନ। ଏଇଟା ଆମେ ମାନସିକ ଶିକ୍ଷାରେ ଆମେ ଏଗୁଡାକ ଭଲରେ ଆଲୋଚନା କରିଛନ୍ତି ଏବଂ ତାକୁ ଆମେ ମନେ ରଖିବା। ତୁମେ ନିରର୍ଥକ ଭାବରେ ଆଦୌ କୌଣସି କଥା କହିବ ନାହିଁ। ସୁବିବେକ ସହିତ ଦ୍ୱେଷ ଯୁକ୍ତ ସକଳ କଥାକୁ ଏଡିକରି ରହିଥିବ। ବିବେକ ପୂର୍ଣ୍ଣ ଭାବରେ ଯୋଉଠି କଥାରେ କିଛି ଦ୍ୱେଷ ରହିଛି ସେ କଥାକୁ ଆପଣ ଏଡିକରି ରହିଥିବେ। ଏଇ ବଚନଟା ଗୋଟେ ଏତେ ବଡ କଥା ଯେ ତାକୁ ଆମେ ଅତି ଛୋଟ କଥାରେ ବୋଲି ଭାବି ଦଉଛେ, ଯଦି ତା ବଡ ଭୁଲ କରୁଛନ୍ତି। କାହିଁକି ନା ଯଥାର୍ଥ ବଚନ ଯଦି ଆପଣ ଆରମ୍ଭ କରିବେ ତାପରେ ଦେଖିବେ ଯେ ଅନେକ ଶବ୍ଦ ଆପଣ ଉଚ୍ଚାରଣ ନ କଲେ ବି ଚଳିବ। ନିରର୍ଥକ ଭାବରେ ଆଦୌ କୌଣସି ବଚନ କହିବେ ନାହିଁ। ଏମିତି କିଛି ଶବ୍ଦ ଉଚ୍ଚାରଣ କରିବେ ନାହିଁ, ଏଇ ଶବ୍ଦ ଉପରେ ଆମର ପୂର୍ବରୁ ବି ଆଲୋଚନା ହଉଥିଲା। ଗୁଡାଏ ବଡ ବଡ କଥା ଖାଲି ଆପଣ ଯୋଉଠି ନାହିଁ ସେଇଠି ଯଦି ବ୍ୟବହାର କରିଦେଲେ, ତେବେ ସେ ଶବ୍ଦ ତାର ଅର୍ଥ ରଖେ ନାହିଁ। ସେଇଭଳି ଭାବରେ ଯଦି ଏମିତିଆ କିଛି ଶବ୍ଦ ଉଚ୍ଚାରଣ କରୁଛନ୍ତି ଯୋଉଟା କି ନିମ୍ନ ପ୍ରଭୃତି ବା ନିମ୍ନ ପ୍ରାଣ ନିମ୍ନ ମନକୁ ଉଜ୍ଜୀବିତ କରାଉଛି, ତାହେଲେ ସେ ଶବ୍ଦ ବ୍ୟବହାରରୁ ନିଷ୍କୃତ ପାଇବେ ରହିବେ। କିମ୍ବା ସେଇ ପ୍ରକାର ଆଟମସ୍ଫିୟରରୁ ନିଷ୍କୃତି ପାଇବେ, ଯେମିତି ଚେଷ୍ଟା କରିବେ। ତେଣୁ ଶବ୍ଦ ଉପରେ ଆପଣ ଟିକେ ଅଧିକ ଆମକୁ ଏକାଗ୍ର ହବାକୁ ପଡିବ। ଯେପରି ଯଥାର୍ଥ ନିରର୍ଥକ କଥା ମୁଁ ନ କୁହେ, ଯଥାର୍ଥ କଥା ଶବ୍ଦ ଯେମିତି ମୋ ପାଟିରୁ ବାହାରେ ଏବଂ ଯଥାର୍ଥ ମନେ ରଖିବା। ଆମେ ଯୋଉ ଭଳି ଶବ୍ଦ ଆମେ ଉଚ୍ଚାରଣ କରୁଛନ୍ତି, ପରିବେଶ ମଧ୍ୟ ସେଇଭଳି ଭାବରେ ତିଆରି ହୁଏ। ଯେମିତି ଆଖି ହଉଛି କହନ୍ତି ଯେ ଆମର ସବୁ ଯାକ ଭାବକୁ ସେ ବ୍ୟକ୍ତ କରୁଥାଏ, ସେମିତି ମୁଖ ହଉଛି ଆମର ବ୍ୟକ୍ତିତ୍ୱର ପରିପ୍ରକାଶ କରୁଛି। ଯୋଉଟା କି ଆମେ ଯଦି ଶବ୍ଦ ସେମିତିଆ କିଛି ଶବ୍ଦ ବ୍ୟବହାର କରୁଛନ୍ତି ଯାହା ଫଳରେ ଅନ୍ୟକୁ କଷ୍ଟ ଦବା କଥା ହଉ ବା ନିମ୍ନ ମନକୁ ନିମ୍ନ ପ୍ରାଣକୁ ଉଜ୍ଜୀବିତ କରିବା ହଉ, ଯଦି କଲା ତାହେଲେ ଆମର ଆଟମସ୍ଫିୟର ଟା ନଷ୍ଟ ହେଇଯିବ ଏବଂ ଆମର ଯଥାର୍ଥ ଅଗ୍ରଗତି ହେଇପାରିବ ନାହିଁ। ତେଣୁ ଅଷ୍ଟଧା ମାର୍ଗରୁ ଏଇ ତୃତୀୟ ମାର୍ଗଟିକୁ ମଧ୍ୟ ଆମେ ଅଧିକ ଟିକେ ଗୁରୁତର ସହିତ ଆମେ ତାକୁ ଗ୍ରହଣ କରିବା ଏବଂ ଚେଷ୍ଟା କରିବା ଯେପରି ନିରର୍ଥକ ଶବ୍ଦ ଆମେ ଉଚ୍ଚାରଣ ନ କରିବା। ଏତେ କିଛି ଆବଶ୍ୟକ ନାହିଁ। ଅନେକ ସମୟରେ ଦେଖିବେ ଅନେକ କଥାବାର୍ତ୍ତା କିଛି ଆବଶ୍ୟକ ପଡେନି, ସେ କଥା ଆପଣ କୁହନ୍ତୁ ବା ନ କୁହନ୍ତୁ କିଛି ଫରକ ପଡେନି, କିନ୍ତୁ ଆମେ କହିଦଉ ବହୁତ କଥା। ମା, thank you all, Robert.